କିଛି ଲୋକ ଗୋଟିଏ ହାତରେ ତେଲ ଆଉ ଗୋଟିଏ ହାତରେ ଚୂନ ନେଇ ବୁଲନ୍ତି। ଯେଉଁଠି ଯେଉଁଟା ଦରକାର ହେଲା ସେଇଟା ଲଗେଇ ଦିଅନ୍ତି। ଓମ୍ ବିଷ୍ଣବେ ନମଃ। ନମସ୍କାର, ମୁଁ ଜ୍ୟୋତିର୍ବିଦ ଯଯାତି କେଶରୀ ଦାସ ସବୁଦିନ ଭଳି ଆପଣମାନଙ୍କ ପାଇଁ ଆଜି ବି ନେଇ ଆସିଛି ଆଜିର ରାଶିଫଳ। ଆଜିର ରାଶିଫଳ ଜାଣିବା ପୂର୍ବରୁ ପ୍ରଥମେ ଜାଣିନେବା ଆଜିର ପଞ୍ଚାଙ୍ଗ। ଆଜି 2026 ଫେବୃଆରୀ ମାସ 23 ତାରିଖ, ଓଡ଼ିଆ ଫାଲ୍ଗୁନ ମାସ 11 ଦିନ, ସୋମବାର, ଶୁକ୍ଳ ପକ୍ଷ, ଷଷ୍ଠୀ ତିଥି, ଯାହା ଦିବା 8:22 ପର୍ଯ୍ୟନ୍ତ ରହୁଛି। ତାପରେ ସପ୍ତମୀ ତିଥି ଆରମ୍ଭ ହେଉଛି, ଯାହା ଶେଷ ରାତ୍ରି 5:58 ପର୍ଯ୍ୟନ୍ତ ରହୁଛି। ତାପରେ ଅଷ୍ଟମୀ ତିଥି ଆରମ୍ଭ ହେଉଛି। ତେଣୁ ଆଜି ସପ୍ତମୀ ତିଥି କ୍ଷୟଯୁକ୍ତ ରହୁଛି। ଆଜି ଦୁଜା ନକ୍ଷତ୍ର, ଯାହା ଅପରାହ୍ନ 3:45 ପର୍ଯ୍ୟନ୍ତ ରହୁଛି। ତାପରେ ଯାହାକି କୃତିକା ନକ୍ଷତ୍ର ଆରମ୍ଭ ହେଉଛି। ଆଜି ମେଷ ରାଶିରେ ଚନ୍ଦ୍ର, ଯାହାକି ରାତ୍ରି 9:21 ପର୍ଯ୍ୟନ୍ତ ରହୁଛି। ତାପରେ ଚନ୍ଦ୍ର ବୃଷ ରାଶିରେ ଅବସ୍ଥାପନ କରିବେ। ଆଜି ସୂର୍ଯ୍ୟ ଉଦୟ ହେଉଛନ୍ତି, ଯାହା ପ୍ରାପ୍ତ 6:12 ସେହିଭଳି ସୂର୍ଯ୍ୟ ଅସ୍ତ ହେଉଛନ୍ତି ଅପରାହ୍ନ 5:44। ଆଜି ଯୁଗ୍ନି ରହିଛି ପଶ୍ଚିମ ଦିଗେ ଦିବା 8:22 ପରେ ଯୁଗ୍ନି ବାୟକୋଣରେ ରହିବେ, ଯାହା ଶେଷ ରାତ୍ରି 5:58 ପର୍ଯ୍ୟନ୍ତ। ତାପରେ ଯୁଗ୍ନି ଐଶାନ କୋଣରେ ରହିବେ। ଆଜି ଘାତ ଚନ୍ଦ୍ର ରହିଛି ମେଷ ରାଶି ବ୍ୟକ୍ତିଙ୍କର, ଯାହା ରାତ୍ରି 9:21 ପର୍ଯ୍ୟନ୍ତ। ତାପରେ ଘାତ ଚନ୍ଦ୍ର ବିଛା ରାଶି ବ୍ୟକ୍ତିଙ୍କର। ଆଜି ଘାତ ବାର ରହିଛି ମିଥୁନ ରାଶି ବ୍ୟକ୍ତିଙ୍କର। ଆଜି ମୃତ ବ୍ୟକ୍ତିର ଦିବା 8:22 ପରେ ଏକ ପାଦ ପୁଷ୍କର ଦୋଷ, ଯାହା ଅପରାହ୍ନ 3:45 ପର୍ଯ୍ୟନ୍ତ। ତାପରେ ଦୁଇ ପାଦ ପୁଷ୍କର ଦୋଷ, ଯାହା ଶେଷ ରାତ୍ରି 5:58 ପର୍ଯ୍ୟନ୍ତ। ତାପରେ ଏକ ପାଦ ପୁଷ୍କର ଦୋଷ ଲାଗିବ। ଫଳ ରହୁଛି ପଶୁହାନି ତତ୍ସହିତ ବଂଶହାନି। ଆଜି ସପ୍ତମୀରେ ଶ୍ରାଦ୍ଧ ନିଷିଦ୍ଧ ଖାଦ୍ୟ ରହିଛି, ନିମ୍ବ ତତ୍ସହିତ ତାଳ ଭୋଜନ ନିଷେଧ ରହିଛି। ଆଜି ଶୁଭ କାର୍ଯ୍ୟ କରିପାରିବେ, ଯାହାକି ତ୍ରିହସ୍ପର୍ଶ ତିଥିରେ ସ୍ନାନ, ଦାନ, ହୋମ ଓ ଗ୍ରହ ପୂଜା କରିପାରିବେ। ଆଜିର ଅଶୁଭ ବେଳା, ଯାହା ଦିବା 7:35 ଦିବା 9:16 ମଧ୍ୟ ରହିଛି ରାହୁ କାଳ ସହିତ କାଳ ବେଳା। ସେହିଭଳି ଦିବା 3:36 ଅପରାହ୍ନ 5:44 ମଧ୍ୟ ରହିଛି ବାର ବେଳା। ସେହିଭଳି ରାତ୍ରି 9:56 ରାତ୍ରି 10:30 ମଧ୍ୟ ରହିଛି କାଳରାତ୍ରି। ତେଣୁ କାଳରାତ୍ରି, ରାହୁ କାଳ, ବାର ବେଳା ଏବଂ କାଳ ବେଳା ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଆଜିର ଶୁଭ ବେଳା, ଯାହା ପ୍ରାପ୍ତରୁ ଦିବା 7:34 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ଦିବା 11 ଠାରୁ ଦିବା 1:24 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 6:31 ରାତ୍ରି 8:56 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 11:20 ଠାରୁ ରାତ୍ରି 1:44 ମଧ୍ୟ ରହିଛି ଶୁଭ ବେଳା। ତେବେ ଚାଲନ୍ତୁ ଜାଣିବା ଆଜିର ରାଶିଫଳ, ଯାହା ଚନ୍ଦ୍ରଗୋଚର ଗଣନା ଦ୍ୱାରା ଜାଣିବା ମେଷ ଠାରୁ ମୀନ ରାଶି ପର୍ଯ୍ୟନ୍ତ। ତେବେ ପ୍ରଥମେ ଚାଲନ୍ତୁ ଜାଣିବା ମେଷ ରାଶି ବ୍ୟକ୍ତିଙ୍କ ବିଷୟରେ। ମେଷ ରାଶି ବ୍ୟକ୍ତି, ଆଜି ପ୍ରତ୍ୟେକ କାର୍ଯ୍ୟକୁ ଆପଣ ସଚେତନ ସହକାରେ କରିବାକୁ ପଡ଼ିବ। ଆପଣଙ୍କର କାର୍ଯ୍ୟଶୈଳୀ ଏବଂ ବ୍ୟବହାରକୁ ଆପଣ ସଠିକ ଭାବେ ପରିଚାଳନା କରିଲେ ଆପଣଙ୍କର ସମସ୍ତ କାର୍ଯ୍ୟ ସଫଳତା ଆଡ଼କୁ ଅଗ୍ରଗତି କରିବ। ନହେଲେ ଆପଣଙ୍କର ପ୍ରତ୍ୟେକ କାର୍ଯ୍ୟ ବିଫଳତା ଆଡ଼କୁ ସାମ୍ନା କରିବାକୁ ପଡ଼ିବ। ବିଶେଷ କରି ଦୈନନ୍ଦିନ କାର୍ଯ୍ୟରେ ଆପଣଙ୍କୁ ବ୍ୟବହାରକୁ ସଠିକ ରଖିବାକୁ ପଡ଼ିବ ଏବଂ ଚାକିରି ସମ୍ବନ୍ଧର କାର୍ଯ୍ୟଗୁଡ଼ିକ ନିଶ୍ଚିତ ନିଜର ଏକାଗ୍ରତା ଏବଂ ଭାବପୂର୍ଣ୍ଣ ଭାବରେ କାର୍ଯ୍ୟ କରିଲେ ସମସ୍ତ କାର୍ଯ୍ୟ ଧୀରେ ଧୀରେ ସଫଳତା ସହିତ ନିଜର ଦକ୍ଷତା ମଧ୍ୟ ବୃଦ୍ଧି କରିବେ। ଆଜି ମେଷ ରାଶି ବ୍ୟକ୍ତି, ଆପଣ ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣ କାର୍ଯ୍ୟ କରୁଥିଲେ ଟିକେ ସ୍ଥିରତା ଅବଲମ୍ବନ କରି କାର୍ଯ୍ୟ କରନ୍ତୁ। ଆଜି ମେଷ ରାଶି ବ୍ୟକ୍ତି, ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ଭାଗ୍ୟ ମଧ୍ୟମ ଧରଣରେ ରହିଛି, ଯାହାକି ପ୍ରେମ ଦୁନିଆରେ ଯୋଉମାନେ ଜଡ଼ିତ ଅଛନ୍ତି
ମଧୁର ବାର୍ତ୍ତାଳାପ କରିବାର ଆବଶ୍ୟକତା ରହିଛି। ଆଜି ମେଷ ରାଶି ବ୍ୟକ୍ତି ପରିବାର ବର୍ଗ ବନ୍ଧୁ ବର୍ଗଙ୍କ ସହିତ ସମ୍ବନ୍ଧ କିଛି ମାତ୍ରାରେ ଆପଣଙ୍କର ବିଘ୍ନତା ଆସିପାରେ, ତେଣୁ ଏହା ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ। ଆଜି ମେଷ ରାଶି ବ୍ୟକ୍ତି ବେପାର ବାଣିଜ୍ୟରେ ଆପଣ ଆଶା ଅନୁଯାୟୀ ଲାଭ କରିପାରିବେ ନାହିଁ। ଧ୍ୟାନ ପୂର୍ବକ ନିଜର ବେପାର ବାଣିଜ୍ୟ କରନ୍ତୁ। ଯୋଉମାନେ ନୀତିଦିନିଆ ବେପାର ବାଣିଜ୍ୟ କରୁଛନ୍ତି ନିଶ୍ଚିତ ନିଜର ବୁଦ୍ଧି ପ୍ରୟୋଗ କରି ବେପାର ବାଣିଜ୍ୟ କରନ୍ତୁ, ତାହା ଆପଣଙ୍କୁ ସଫଳତା ଆଡକୁ ଅଗ୍ରଗତି କରାଇବ। ବିଶେଷ କରି ଅର୍ଥ ଅନାବଶ୍ୟକ ଖର୍ଚ୍ଚ କରନ୍ତୁ ନାହିଁ, ଯାହା ଆପଣଙ୍କ ପାଇଁ ଭଲ ହେବ। ଆଜି ମେଷ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ନିଶ୍ଚିତ ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବାର ଆବଶ୍ୟକତା ରହିଛି। ଆଜି ମେଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 3, ଭାଗ୍ୟ ରଙ୍ଗ ଆପଣଙ୍କର ହଳଦିଆ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 85% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବୃଷ ରାଶି ବ୍ୟକ୍ତିଙ୍କ ବିଷୟରେ। ବୃଷ ରାଶି ବ୍ୟକ୍ତି ଆଜି ପ୍ରତ୍ୟେକ କାର୍ଯ୍ୟ ଆପଣଙ୍କୁ ଧୈର୍ଯ୍ୟ ଏବଂ ସଚେତନ ସହକାରେ କରିବାକୁ ପଡିବ। ନିଜର ବ୍ୟବହାରକୁ ନିଶ୍ଚିତ କଣ୍ଟ୍ରୋଲ କରିବେ। କଥାବାର୍ତ୍ତାକୁ ସଂଯମତା ନିହାତି ଆବଶ୍ୟକତା। କାହା ସହିତ ଯୁକ୍ତିତର୍କ କରନ୍ତୁ ନାହିଁ। ଯୁକ୍ତିତର୍କ କରିଲେ ଆପଣଙ୍କର ମାନ ସମ୍ମାନ ପ୍ରତିଷ୍ଠା ହାନି ହୋଇପାରେ, ଏହା ପ୍ରତି ନିଶ୍ଚିତ ଧ୍ୟାନ ଦିଅନ୍ତୁ ବୃଷ ରାଶି ବ୍ୟକ୍ତି। ଆଜି ଦୈନନ୍ଦିନ କାର୍ଯ୍ୟରେ ଆପଣଙ୍କର କାର୍ଯ୍ୟ କୌଶଳ ନିମ୍ନଗାମୀ ହୋଇପାରେ। ଅଫିସ ଜନିତ କାର୍ଯ୍ୟରେ ଆପଣ ଅବହେଳାଯୁକ୍ତ ହୋଇପାରନ୍ତି ଏବଂ ଉପରସ୍ଥ କର୍ମଚାରୀଙ୍କ ଠାରୁ ଗାଳି ଶୁଣି ପାରନ୍ତି। ଆପଣଙ୍କ କାର୍ଯ୍ୟ କୌଶଳ ସମସ୍ତଙ୍କ ପ୍ରତି ଦୃଷ୍ଟି ଆକର୍ଷଣ ନିମ୍ନଗାମୀ ହୋଇପାରେ। ତେବେ ବୃଷ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣ ଦୂରତା ଅବଲମ୍ବନ କରନ୍ତୁ। ତତ୍ସହିତ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ନିଜର ପାଠ ପଢା ପ୍ରତି ଏକାଗ୍ରତା ଜାହିର କରନ୍ତୁ। ଆଜି ଆପଣଙ୍କର ଯାହାକି କାର୍ଯ୍ୟ ଗୁଡିକ ବିଶେଷ କରି ପାଠ ପଢାରେ ଛାତ୍ରଛାତ୍ରୀ ମାନଙ୍କର ଭାଗ୍ୟ ନିମ୍ନଗାମୀ ରହୁଛି। ତେବେ ନୂତନ ପ୍ରେମ ବାର୍ତ୍ତାଳାପ ଠାରୁ ଦୂରତା ଅବଲମ୍ବନ କରିବା ସହିତ ପରିବାର ବର୍ଗ ଏବଂ ବନ୍ଧୁ ବର୍ଗଙ୍କ ସହିତ କୌଣସି କଟୁ କଥା ଏବଂ ଆପଣ ଯେମିତି ସମ୍ପର୍କ ଭଲ ରହିବ, ଆବଶ୍ୟକ ସ୍ଥଳେ ଚୁପ୍ ରୁହନ୍ତୁ, ଯାହା ଆପଣଙ୍କର ସମ୍ପର୍କ ଭଲ ରହିବାର ମାଧ୍ୟମ ହୋଇପାରେ। ଆଜି ବୃଷ ରାଶି ବ୍ୟକ୍ତି ବେପାର ବାଣିଜ୍ୟରେ ଆପଣ ନିଶ୍ଚିତ କୌଣସି ନୂତନ ବେପାର ବାଣିଜ୍ୟ କରନ୍ତୁ ନାହିଁ। ଆପଣଙ୍କର ଆଜି ଅର୍ଥଜନିତ ଅନାବଶ୍ୟକ ଖର୍ଚ୍ଚ ହୋଇପାରେ, ଏହା ପ୍ରତି ସଚେତନ ରହିବା ସହିତ ଯୋଉମାନେ ଦୈନନ୍ଦିନ ବେପାର ବାଣିଜ୍ୟ କରୁଛନ୍ତି ନିଶ୍ଚିତ ସଚେତନ ସହକାରେ କରନ୍ତୁ। ଆପଣଙ୍କର ଆଜି କ୍ଷତି ସାମ୍ନା କରିବାକୁ ପଡିପାରେ, ତେଣୁ ଏହା ପ୍ରତି ସଚେତନ ରହିବାର ନିହାତି ଆବଶ୍ୟକତା ରହିଛି ବୃଷ ରାଶି ବ୍ୟକ୍ତିଙ୍କର। ଆଜି ବୃଷ ରାଶି ବ୍ୟକ୍ତିଙ୍କର ଯଦି କୌଣସି କାର୍ଯ୍ୟ ପାଇଁ ଦୂର ଯାତ୍ରା କରୁଛନ୍ତି ସେ କାର୍ଯ୍ୟ ସଫଳତା ହୋଇନପାରେ, ତେଣୁ ଏହା ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଆଜି ବୃଷ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା ପୂର୍ବରୁ ଯଦି ଥିବ ଆଜି ବଢି ଯାଇପାରେ, ଏହା ପ୍ରତି ନିଶ୍ଚିତ ସଚେତନ ରହିବାର ଆବଶ୍ୟକତା ରହିଛି। ଆଜି ବୃଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 4, ଭାଗ୍ୟ ରଙ୍ଗ ଆପଣ ଧୂସର ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 40% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମିଥୁନ ରାଶି ବ୍ୟକ୍ତିଙ୍କ ବିଷୟରେ। ମିଥୁନ ରାଶି ବ୍ୟକ୍ତି ଆଜି ସମସ୍ତ ପ୍ରକାର କାର୍ଯ୍ୟ ଆପଣଙ୍କର ସଫଳତା ହବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ନିଜର କାର୍ଯ୍ୟ ପାଇଁ କିଛି ଦୂରଯାତ୍ରା କରିବାର ସମ୍ଭାବନା ରହିଛି। ସେ ଦୂରଯାତ୍ରା ଆପଣଙ୍କର ସଫଳତା ଆଡକୁ ଅଗ୍ରଗତି କରିପାରେ। ତେବେ କାର୍ଯ୍ୟ ପ୍ରତି ନିଶ୍ଚିତ ସଚେତନ ରହିଲେ କୌଣସି କାର୍ଯ୍ୟ ଆପଣ ବିଫଳତା ସାମ୍ନା କରିବାକୁ ପଡିବ ନାହିଁ ମିଥୁନ ରାଶି ବ୍ୟକ୍ତି। ଆଜି ମିଥୁନ ରାଶି ବ୍ୟକ୍ତି ନିଜର କାର୍ଯ୍ୟ ଦକ୍ଷତା ବୃଦ୍ଧି କରିବା ସହିତ ଚାକିରି ସମ୍ବନ୍ଧରେ ଯଦି କିଛି କାର୍ଯ୍ୟ କରୁଛନ୍ତି ନିଶ୍ଚିତ ଉତ୍ସାହ ସହକାରେ କାର୍ଯ୍ୟ କରିବେ। ଆଜି ମିଥୁନ ରାଶି ବ୍ୟକ୍ତି ଯାହାକି ଆପଣଙ୍କର ରାଜନୈତିକ ସାମାଜିକ କ୍ଷେତ୍ରରେ ଦକ୍ଷତା ବୃଦ୍ଧି କରିବା ସହିତ ଉତ୍ସାହ ମାନ ସମ୍ମାନ ପ୍ରତିଷ୍ଠା ଲାଭ କରିବା ସହିତ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ଆଜି ଭାଗ୍ୟ ଯାହାକି ଅନେକ ଶୁଭ ଯୁଗ ପରିଣତ କରୁଛି। ଆଜି ନୂତନ ପ୍ରେମ ବାର୍ତ୍ତାଳାପର ସୁଯୋଗ ଦେଇପାରେ। ତତ୍ସହିତ ଯୋଉମାନେ ପ୍ରେମ କରୁଛନ୍ତି ମଧୁର ବାର୍ତ୍ତାଳାପର ଉତ୍ତମ ଯୁଗ ରହୁଛି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି ମିଥୁନ ରାଶି ବ୍ୟକ୍ତି ଯୋଉମାନେ ବେପାର ବାଣିଜ୍ୟ କରୁଛନ୍ତି ନିଶ୍ଚିତ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ଉତ୍ତମ ଯୁଗ ରହୁଛି। ନୂତନ ବେପାର ବାଣିଜ୍ୟ ନିଷ୍ପତ୍ତି ନେବା ପାଇଁ ଗ୍ରହ ମାନେ ଆପଣଙ୍କୁ ସାଥ ଦେଉଛନ୍ତି। ତେବେ ଆଜି ଅର୍ଥ ସଞ୍ଚୟ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ମିଥୁନ ରାଶି ବ୍ୟକ୍ତି ପରିବାର ବର୍ଗ ବନ୍ଧୁ ବର୍ଗଙ୍କ ସହିତ ଭଲ ସମ୍ବନ୍ଧ ରହିବ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ
आज मिथुन राशि व्यक्ति जदि आपणकर जहाँकि नूतन किछि व्यापार वाणिज्यर निष्पत्ति नबा पई ग्रह आपण को पूर्ण सहयोग करूछंती पूर्वरु करिथिबा परिश्रमर फल प्राप्त करिवार उत्तम युग रहिछि जहा आपण को भाग्य चक्ररु जणा पडुछि। आज मिथुन राशि व्यक्ति पूर्वर जदि आपणकर स्वास्थ्य समस्या थिबो ताहा आज समाधान होबार अनेक चांस रहउछि जहा आपण को भाग्य चक्ररु जणा पडुछि। आज मिथुन राशि व्यक्तिंकर भाग्य संख्या रहिछि जहा कि 5 भाग्य रंग आपण नील रंग व्यवहार करि परिबे एवं ग्रह माने आपण को आज 80% साथ दउछंती। चलतु जानिबा कर्कट राशि व्यक्ति विषय। कर्कट राशि व्यक्ति आज आपणकर भाग्य उदय युग कहले अतृप्ति हेब नाही। समस्त कार्य रे आपण सफलता पाइबा सहित आपणकर कार्य कौशल एक दृष्टि आकर्षण करि पारे। आज कर्कट राशि व्यक्ति निजर कार्य दक्षता बल समस्त कार्य संपूर्ण करिवार क्षमता रहिबो। पूर्वरु अटकी जाइथिबो कार्य मध्य ताकु संपूर्ण करिवार क्षमता देखा दे पारे कर्कट राशि व्यक्ति। आज कर्कट राशि व्यक्ति चाकरी संबंध रे किछि जदि कार्य करूछंती निश्चित उत्साहजनक होई पारे। आज कर्कट राशि व्यक्ति जो माने जहा कि प्रेम दुनिया रे जड़ित अछंती सेमानकर आज मधुर वार्तालाप करिबा सहित नूतन प्रेमर वार्तालापर उत्तम युग रहिछि जहा आपणक भाग्य चक्ररु जणा पडुछि। तेबे कर्कट राशि व्यक्ति आज परिवार वर्ग एवं आपणकर बंधु वर्गक सहित भल मधुर वार्तालाप करिवार उत्तम युग रहुछि। पूर्वरु जदि किछि समस्या थिबो तेबे आज समाधान करिवार उत्तम युग बनौछि। तेबे कर्कट राशि व्यक्ति आज राजनीतिक सामाजिक क्षेत्र रे कार्य करुथिबा व्यक्ति मानकर मान सम्मान प्रतिष्ठा लाभ करिवार उत्तम युग रहिछि। आज कर्कट राशि व्यक्ति शिक्षार्थी विद्यार्थी मानक पई उत्तम युग रहुछि जहा कि हस खुशी रे दिन कटिवार पूर्ण सुयोग रहुछि एवं समस्त कार्य रे आपण सफलता पाई पारंती जहा आपणक भाग्य चक्ररु जणा पडुछि। शिक्षार्थी क्षेत्र रे नूतन व्यापार वाणिज्य निष्पत्ति नबा पई भाग्य आपणकर सफलता युग रहुछि। अर्थ संचय करिवार उत्तम युग रहुछि। तत्सहित पूर्वरु करिथिबा परिश्रमर फल प्राप्त करिवार उत्तम युग रहुछि। आज कर्कट राशि व्यक्तिंकर स्वास्थ्यगत दृष्टि देखिले आपणकर पूर्ण सुस्थ रहिबा सहित पूर्वरु जदि किछि स्वास्थ्य समस्या थिबो ताहा समाधान होबा सहित आज कर्कट राशि व्यक्ति आध्यात्मिक कार्य रे निजको नियोजित करि पारंती। तत्सहित कर्कट राशि व्यक्ति दूर यात्रा करुथिले आज से कार्य रे निश्चित सफलता प्राप्त करिवार उत्तम युग बनौछि। आज कर्कट राशि व्यक्तिंकर भाग्य संख्या रहिछि जहा कि 3 भाग्य रंग आपण केसुरिया रंग व्यवहार करि परिबे एवं ग्रह माने आपण को आज 98% साथ दउछंती। एबे चलंतु जानिबा सिंह राशि व्यक्ति विषय। सिंह राशि व्यक्ति आज निजर आत्म संयुक्त सहकारे कार्य करंतु। कौनसी कार्य रे आपण कार्य करिबा पूर्वरु निश्चित योजना प्रस्तुत करी कार्य करिले से कार्य रे सफलता पाई परिबे। सिंह राशि व्यक्ति आज दैनंदिन कार्य रे चाप बढ़िबो मानसिक अस्थिरता देखा देई पारे। तेणु यहा प्रति निश्चित सिंह राशि व्यक्ति सचेतन रहिबा सहित चाकरी संबंधर कार्य गुडी को आपण को टिके कष्टदायक होई पारे। तेबे सिंह राशि व्यक्ति आज आपण जहा कि जो माने दैनंदिन कार्य सहित आपणकर राजनीतिक कार्य एवं शिक्षार्थी विद्यार्थी मानकर कार्य विशेष सफलता होई न पारे जहा आपणकर चाप स्थिति देखा दे पारे। तेणु यहा प्रति निश्चित सचेतन रहिबार आवश्यकता रहिछि सिंह राशि व्यक्ति पक्ष रे। आज सिंह राशि व्यक्ति जहा कि प्रेम दुनिया रे जो माने जड़ित अछंती मधुर वार्तालापर विशेष लाभदायक होई न पारे। तेणु मधुर वार्तालापर आपण कौनसी कटु कथा कहंतु नाही एवं किछि नूतन प्रेमर वार्तालाप पई आज उत्तम युग न रहु नाही। तेणु यहा प्रति निश्चित सिंह राशि व्यक्ति सचेतन रहिबार आवश्यकता रहिछि। तेबे आज सिंह राशि व्यक्ति प्रेम दुनिया सहित परिवार वर्ग एवं बंधु वर्गक सहित भल संबंध रखिबा पई चेष्टा करंतु। कौनसी कटु कथा निज भितर मनांतर आसी पारे यहा प्रति सचेतन रहिबार आवश्यकता रहिछि। आज सिंह राशि व्यक्ति जहा कि व्यापार वाणिज्य करुथुले
से बेपार वाणिज्य रे आपण निश्चित लाभदायक होई पारे जहा आपनको भाग्य चक्र जना पड़ुछि किंतु नूतन बेपार वाणिज्य निष्पत्ति नबा ठारू दूरता अवलंबन करंतु दैनंदिन बेपार वाणिज्य रे आपण सफलता पाई पारंती तेबे सिंह राशि व्यक्ति आज अनावश्यक खर्च ठारू दूरता अवलंबन करबा सहित स्वास्थ्यगत दृष्टि देखिले स्वास्थ्य प्रति निश्चित सचेतन रुहंतु कारण पूर्वर स्वास्थ्य समस्या जदि थिबो आज द्विगुणित होबा सहित स्वास्थ्य समस्या रे आपण पीड़ित होई पारंती तेणु एहा प्रति सचेतन रहिबार आवश्यकता रहिछि सिंह राशि व्यक्तिंकर आज सिंह राशि व्यक्तिंकर भाग्य संख्या रहिछि 1 भाग्य रंग हळदी रंग व्यवहार करि परिबे एवं ग्रह माने आपण को आज 70% साथ दउछंती। एबे चलंतु जानिबा कन्या राशि व्यक्ति विषय कन्या राशि व्यक्ति आज प्रत्येक कार्य करुथला बेले निश्चित निजकु सावधान सहकारे कार्य करंतु विशेष करी दैनंदिन कार्य रे आपण मिछ सत ठारू अर्थात मिछ आदु कुहंतु नाही एवं झगड़ा करंतु नाही जहा आपणकर कार्य सफलता आडकु नब जदि झगड़ा कलह आडकु जाउछंती तेबे कार्य रे विफलता सामना करिबाकु पड़िबो मानसिक स्थिति अस्थिरता आडकु अग्रगति करिवो कौनसी कार्य सफलता हेबो नाही एवं आपण धीरे धीरे आपण निम्नगामी हेबे निजर भाग्य तेबे कन्या राशि व्यक्ति चाकरी संबंध रे जड़ित कार्य आपण अस्थिरता देखा देई पारे एवं कार्य चाप वृद्धि होई पारे जहा पई मानसिक स्थिति अस्थिरता आडकु अग्रगति करि पारे तेबे कन्या राशि व्यक्ति आज आपणकर शिक्षार्थी विद्यार्थी माने निजर पाठ पढ़ा प्रति एकाग्रता जाहिर करंतु कारण आज पाठ पढ़ारे अवहेला युक्त रही पारंती राजनीतिक सामाजिक क्षेत्र रे व्यक्ति माने निजर राजनीतिक स्थिरता अवलंबन करंतु तत्सहित कन्या राशि व्यक्ति प्रेम दुनिया रे जो माने जड़ित अछंती आज टिके दूरता अवलंबन करिले ताहा आपनक पई लाभदायक हेबो एवं आज परिवार वर्ग बंधु वर्ग सहित संबंध भल रखिबा पई चेष्टा करंतु केतेक अंश रे मनांतर होई पारे जहाँ पाई आपनकर मानसिक स्थिति खराब होबार अनेक चांस रहुछि कन्या राशि व्यक्तिंकर आज कन्या राशि व्यक्ति व्यापार वाणिज्य कार्य करुथुले टिके सचेतन सहकारे व्यापार वाणिज्य करंतु आज आशा अनुसार लाभ प्राप्त करि पारिबे नाही एवं क्षतिर सामना करिबाकु पड़ी पारे तेणु यहाँ प्रति सचेतन रहिबा सहित नूतन व्यापार वाणिज्य निष्पत्ति ठारू दूरता अवलंबन करिबा सहित कौनसी गुरुत्वपूर्ण निष्पत्ति नियंतु नाही कन्या राशि व्यक्ति आज कन्या राशि व्यक्ति कौनसी दूर यात्रा पाई जदि किछि कार्य थिबो सेथिरे सफलता प्राप्त न करि पारंती तेबे कन्या राशि व्यक्ति आज स्वास्थ्यगत दृष्टिରୁ देखिले आपणकर स्वास्थ्य जहा कि समस्या बढ़ी पारे पूर्व स्वास्थ्य समस्या थिले आहुरी द्विगुणित होई पारे जहा आपणक भाग्य चक्र जना पड़ुछि आज कन्या राशि व्यक्तिंकर भाग्य संख्या रही जहा कि 8 भाग्य रंग आपण गाढ़ नील रंग व्यवहार करि परिबे एवं ग्रह माने आपण को आज 45% साथ दउछंती। एबे चलंतु जानिबा तुला राशि व्यक्तिंक विषय तुला राशि व्यक्ति आज समस्त कार्य रे आपण सफलता प्राप्त सह कार्य संपूर्ण करिवार क्षमता आपणक पाखरे देखा देबो आज समस्त कार्य आपण हस खुशी रे करिबा सहित आनंददायक प्रत्येक मुहूर्त होई पारे तेबे तुला राशि व्यक्ति आज आपण बहुत आनंदित रहिबा सहित आपणकर कार्य कौशल भिन्न प्रकार होई पारे जहा कि समस्त को दृष्टि आकर्षण करई पारे आज आपणकर चाकरी संबंध रे कार्य करूथले तुला राशि व्यक्ति बहुत उत्साह एवं आनंदित देई पारे तत्सहित तुला राशि व्यक्ति आज शिक्षार्थी विद्यार्थी मानकर उत्तम जुग रहुची जहा कि आपणकर आज भाग्य शुभ जुग परिस्थिति बनौची तेबे तुला राशि व्यक्ति राजनीतिक सामाजिक क्षेत्र रे कार्य करुथिबा व्यक्ति आपणकर दक्षता वृद्धि करिबा सहित मान सम्मान प्रतिष्ठा लाभ करि पारंती जहा तुला राशि व्यक्तिंक भाग्य चक्र रु जना पडुछि आज तुला राशि व्यक्ति जो माने प्रेम संबंध रे जड़ित अछंती सेमानक पई आज एक मधुर वार्तालापर उत्तम जुग रहिबा सहित नूतन प्रेम वार्तालाप करिबार उत्तम जुग रहुछि तेबे तुला राशि व्यक्ति आज मांगलिक कार्य रे अधिक आपणकर मन बळी पारे एवं मांगलिक कार्य रे सफलता पाइबा सहित कौनसी कार्य पई दूर यात्रा करूतले से कार्य निश्चित सफलता हबो आज तुला राशि व्यक्ति परिवार वर्ग एवं बंधु वर्ग सहित भल संबंध रहिबो जहा आपणक भाग्य चक्र रु जना पडुछि आज तुला राशि व्यक्ति जो माने व्यापार वाणिज्य करूछंती
ନିଶ୍ଚିତ ବେପାର ବାଣିଜ୍ୟରେ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ଅର୍ଥ ସଞ୍ଚୟ କରିବାର ଉତ୍ତମ ଯୁଗ ରହୁଛି। ତତ୍ସହିତ ତୁଳା ରାଶି ବ୍ୟକ୍ତି ଆଜି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ। ପୂର୍ବରୁ ଯଦି କିଛି ସ୍ୱାସ୍ଥ୍ୟ ସମସ୍ୟା ଥିବ ଆଜି ସମାଧାନ ହବାର ଅନେକ ଚାନ୍ସ ରହୁଛି। ଆଜି ତୁଳା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 6। ଭାଗ୍ୟ ରଙ୍ଗ ଆପଣ ମିଶ୍ରିତ କଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 80% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବିଛା ରାଶି ବ୍ୟକ୍ତିଙ୍କ ବିଷୟରେ। ବିଛା ରାଶି ବ୍ୟକ୍ତି ଆଜି ସମସ୍ତ ପ୍ରକାର କାର୍ଯ୍ୟରେ ଆପଣ ଆନନ୍ଦିତ ରହିବାର ପୂର୍ଣ୍ଣ ସହଯୋଗ କରୁଛନ୍ତି। ଗ୍ରହମାନେ ପୂର୍ବରୁ ଅଟକି ଯାଇଥିବା କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ କରିବାର କ୍ଷମତା ଆପଣଙ୍କ ପାଖରେ ଦେଖା ଦେଇପାରେ। ତେବେ ବିଛା ରାଶି ବ୍ୟକ୍ତି ଆପଣ ଚାକିରି ସମ୍ବନ୍ଧରେ କିଛି କାର୍ଯ୍ୟ କରୁଥିଲେ ନିଶ୍ଚିତ ଆପଣଙ୍କର କାର୍ଯ୍ୟ ନିଶ୍ଚିତ ଉପରସ୍ଥ ଅଫିସରଙ୍କ ଠାରେ ଏକ ଦୃଷ୍ଟି ଆକର୍ଷଣ କରେଇପାରେ। ତେବେ ବିଛା ରାଶି ବ୍ୟକ୍ତି ଆଜି ଆପଣଙ୍କର ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଉତ୍ତମ ଯୁଗ ରହୁଛି ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ଆଜି ନିଜର ମାନ ସମ୍ମାନ ପ୍ରତିଷ୍ଠା ଲାଭ କରିବାର ଉତ୍ତମ ଯୁଗ ରହୁଛି। ଆଜି ବିଛା ରାଶି ବ୍ୟକ୍ତି ନୂତନ ପ୍ରେମ ବାର୍ତ୍ତାଳାପ କରିବା ପାଇଁ ବିଶେଷ କରି ଗ୍ରହମାନେ ଆପଣଙ୍କୁ ସାଥ ଦଉଛନ୍ତି। ବିଶେଷ କରି ଆପଣ ଦିନ ବେଳେ ପ୍ରେମ ବାର୍ତ୍ତାଳାପ କରିବା ପାଇଁ ଉତ୍ତମ ଯୁଗ ରହୁଛି। ତେବେ ସନ୍ଧ୍ୟା ଆଡକୁ ଆପଣ ଟିକେ ସଚେତନ ପ୍ରେମ ବାର୍ତ୍ତାଳାପ ପାଇଁ ରୁହନ୍ତୁ। ଆଜି ନୂତନ ପ୍ରେମ ବାର୍ତ୍ତାଳାପ କରିବା ପାଇଁ ଗ୍ରହମାନେ ଆପଣଙ୍କୁ ସାଥ ଦଉଛନ୍ତି। ଆଜି ପରିବାର ବର୍ଗ ଏବଂ ବନ୍ଧୁ ବର୍ଗଙ୍କ ସହିତ ବିଛା ରାଶି ବ୍ୟକ୍ତିଙ୍କର ସମ୍ବନ୍ଧ ଭଲ ରହିବ। ପୂର୍ବରୁ ଯଦି କିଛି ମନମାଳିନ ଥିବ ଆଜି ତାହା ସମାଧାନ ହବାର ଅନେକ ଚାନ୍ସ ରହୁଛି। ଆଜି ବିଛା ରାଶି ବ୍ୟକ୍ତିଙ୍କର ବେପାର ବାଣିଜ୍ୟ କ୍ଷେତ୍ରରେ ଆପଣ ଆଶା ଅନୁଯାୟୀ ଲାଭ ପ୍ରାପ୍ତ କରିବାର ଉତ୍ତମ ଯୁଗ ରହୁଛି। ନୂତନ ବେପାର ବାଣିଜ୍ୟ ନିଷ୍ପତ୍ତି ନେବା ପାଇଁ ଗ୍ରହମାନେ ଆପଣଙ୍କୁ ସାଥ ଦେବା ସହିତ ଆଜି ଅର୍ଥ ସଞ୍ଚୟ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ବିଛା ରାଶି ବ୍ୟକ୍ତି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ଗ୍ରହମାନେ ଆପଣଙ୍କୁ ସାଥ ଦେଉଛନ୍ତି। ଆଜି ବିଛା ରାଶି ବ୍ୟକ୍ତିଙ୍କର ଯାହାକି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ। ପୂର୍ବରୁ ଯଦି କିଛି ସ୍ୱାସ୍ଥ୍ୟ ସମସ୍ୟା ଥିବ ଆଜି ନିଶ୍ଚିତ ସମାଧାନ ହବାର ଅନେକ ଚାନ୍ସ ରହୁଛି। ତେବେ ବିଛା ରାଶି ବ୍ୟକ୍ତି କୌଣସି କାର୍ଯ୍ୟ ପାଇଁ ଯଦି ଦୂରଯାତ୍ରା କରୁଛନ୍ତି ସେ କାର୍ଯ୍ୟ ଆପଣଙ୍କର ନିଶ୍ଚିତ ସଫଳତା ହେବ ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି ବିଛା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 4। ଭାଗ୍ୟ ରଙ୍ଗ ଆପଣ ସବୁଜ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 85% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ଧନୁ ରାଶି ବ୍ୟକ୍ତିଙ୍କ ବିଷୟରେ। ଧନୁ ରାଶି ବ୍ୟକ୍ତି ଆଜି ଟିକେ ମନକୁ ସ୍ଥିର ରଖି କାର୍ଯ୍ୟ କରନ୍ତୁ। ମାନସିକ ଅସ୍ଥିରତା ଦେଖା ଦେଇପାରେ ଯାହା ପାଇଁ ଆପଣଙ୍କର କାର୍ଯ୍ୟ ବିଭିନ୍ନ ପ୍ରକାର ବିଫଳତା ସାମ୍ନା କରିବାକୁ ପଡିବ। ଯଦି ଧନୁ ରାଶି ବ୍ୟକ୍ତି ମନକୁ ସଂଯମତା ରଖିବେ ତେବେ ଆପଣଙ୍କର କୌଣସି କାର୍ଯ୍ୟ ଅସ୍ଥିରତା ହେବ ନାହିଁ। ଆଜି ଧନୁ ରାଶି ବ୍ୟକ୍ତି ଆପଣଙ୍କର ବିଶେଷ କରି ଦୈନନ୍ଦିନ କାର୍ଯ୍ୟରେ ଆପଣଙ୍କର ଭାଗ୍ୟ ଗ୍ରହ ନିମ୍ନଗାମୀ ରହୁଛି ଏବଂ ଚାକିରି ସମ୍ବନ୍ଧରେ କାର୍ଯ୍ୟ ଗୁଡିକ ଅସ୍ଥିରତା ଦେଖା ଦେଇପାରେ। ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ ଗୁଡିକୁ ସ୍ଥିରତା ସହକାରେ କାର୍ଯ୍ୟ କରନ୍ତୁ। ତେବେ ଧନୁ ରାଶି ବ୍ୟକ୍ତି ଆଜି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନେ ନିଜର ପାଠ ପଢା ପ୍ରତି ଅବହେଳା ଯୁକ୍ତ ରହୁଛି ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେଣୁ ଏହା ପ୍ରତି ନିଶ୍ଚିତ ଧନୁ ରାଶି ବ୍ୟକ୍ତି ସଚେତନ ରୁହନ୍ତୁ। ତେବେ ଧନୁ ରାଶି ବ୍ୟକ୍ତି ଆଜି ନୂତନ ପ୍ରେମ ବାର୍ତ୍ତାଳାପ ଠାରୁ ଟିକେ ଦୂରତା ଅବଲମ୍ବନ କରିଲେ ତାହା ଆପଣଙ୍କ ପାଇଁ ଲାଭଦାୟକ ହେବ। ତତ୍ସହିତ ଯୋଉମାନେ ଦୈନନ୍ଦିନ ପ୍ରେମରେ ଜଡିତ ଅଛନ୍ତି ମଧୁର ବାର୍ତ୍ତାଳାପ ସହିତ ନିଜର ପ୍ରେମ ସମ୍ପର୍କ ଭିତରେ ଆପଣ ଆଦୌ କଟୁ କଥା ଆଦୌ କୁହନ୍ତୁ ନାହିଁ, ନହେଲେ ଆପଣଙ୍କ ପ୍ରେମ ସମ୍ବନ୍ଧରେ ଫାଟ ସୃଷ୍ଟି ହୋଇପାରେ। ତେବେ ଆଜି ଧନୁ ରାଶି ବ୍ୟକ୍ତି ପରିବାର ବର୍ଗଙ୍କ ସହିତ ଏବଂ ବନ୍ଧୁ ବର୍ଗଙ୍କ ସହିତ ଆପଣଙ୍କର କେତେକାଂଶରେ ମନାନ୍ତର ହୋଇପାରେ ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଧନୁ ରାଶି ବ୍ୟକ୍ତି ଆଜି ବେପାର ବାଣିଜ୍ୟର ନୂତନ କୌଣସି ବେପାର ବାଣିଜ୍ୟ ଯଦି କରିବା ପାଇଁ ନିଷ୍ପତ୍ତି ନେଉଛନ୍ତି ତେବେ ଆଜି ନିଶ୍ଚିତ ଦୂରତା ଅବଲମ୍ବନ କରନ୍ତୁ, ତାହା ଆପଣଙ୍କ ପାଇଁ ଲାଭଦାୟକ ହେବ। ଆଜି ଧନୁ ରାଶି ବ୍ୟକ୍ତି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଠାରୁ ଦୂରତା ଅବଲମ୍ବନ କରିବା ସହିତ ଆପଣ କୌଣସି ଅର୍ଥଜନିତ କାରବାରରେ ଆପଣ ଅନାବଶ୍ୟକ ଖର୍ଚ୍ଚ ଠାରୁ ଦୂରତା ଅବଲମ୍ବନ ନିଶ୍ଚିତ କରନ୍ତୁ। ତେବେ ଆଜି ଧନୁ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସ୍ୱାସ୍ଥ୍ୟ ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ। ଆଜି ସ୍ୱାସ୍ଥ୍ୟ ସମସ୍ୟା ଆପଣଙ୍କର ଅଧିକ ବଢିପାରେ। ମାନସିକ ସ୍ଥିତି
ନିଶ୍ଚିତ ଅସ୍ଥିରତା ଆଡ଼କୁ ଅଗ୍ରଗତି କରିପାରେ। ତେବେ ଧନୁରାଶି ବ୍ୟକ୍ତି କୌଣସି ଦୂରଯାତ୍ରା ଯଦି କରୁଛନ୍ତି ସେ ଦୂରଯାତ୍ରାରେ ଆପଣ ଆଶା ଅନୁଯାୟୀ ସଫଳତା ପ୍ରାପ୍ତ ନ କରିପାରନ୍ତି। ଆଜି ଧନୁରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 2, ଭାଗ୍ୟ ରଙ୍ଗ ଆପଣ କମଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 75% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମକର ରାଶି ବ୍ୟକ୍ତିଙ୍କ ବିଷୟରେ। ମକର ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କୁ ନିଶ୍ଚିତ ସଚେତନ ସହକାରେ କାର୍ଯ୍ୟ କରନ୍ତୁ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଠାରୁ ନିଜକୁ ଦୂରତା ଅବଲମ୍ବନ କରିଲେ ତାହା ଆପଣଙ୍କ ପାଇଁ ଭଲ ହେବ। ଆଜି ମକର ରାଶି ବ୍ୟକ୍ତି କୌଣସି କାର୍ଯ୍ୟରେ ଆପଣ ସଫଳତା ପାଇବା ଭାରି କଷ୍ଟକର। ବିଶେଷ କରି ଚାକିରି ସମ୍ବନ୍ଧରେ କାର୍ଯ୍ୟଗୁଡ଼ିକ ଅନେକ ପ୍ରକାର ଚାପ ସୃଷ୍ଟି କରିପାରେ, ଯାହା ପାଇଁ ଆପଣଙ୍କର ମାନସିକ ସ୍ଥିତି ଅସ୍ଥିରତା ଆଡ଼କୁ ଅଗ୍ରଗତି କରିପାରେ। ଆଜି ମକର ରାଶି ବ୍ୟକ୍ତି ବିଶେଷ କରି ଆପଣଙ୍କର ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ନିଜର ପାଠ ପଢ଼ାରେ ବିଫଳତା କରିପାରନ୍ତି, ଅସ୍ଥିରତା ରହିପାରନ୍ତି। ତତ୍ସହିତ ଆପଣ ଯାହାକି ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିଲେ ନିଜକୁ ସଚେତନ ନିହାତି ଆବଶ୍ୟକତା ବା ସ୍ଥିର ରହିବା ପାଇଁ ଚେଷ୍ଟା କରନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ଆଜି ମକର ରାଶି ବ୍ୟକ୍ତି ପ୍ରେମ ଦୁନିଆରେ ଯଦି ଜଡ଼ିତ ଅଛନ୍ତି ଆପଣ ଟିକେ ନିଶ୍ଚିତ ସଚେତନ ରହିବା ସହିତ ମଧୁର ବାର୍ତ୍ତାଳାପ କରନ୍ତୁ। ଆବଶ୍ୟକ ସ୍ଥଳେ କୌଣସି କଟୁ କଥା ଯୁକ୍ତିତର୍କ ମନାନ୍ତର ହୋଇପାରେ, ତେଣୁ ଏହା ପ୍ରତି ନିଶ୍ଚିତ ମକର ରାଶି ବ୍ୟକ୍ତି ସଚେତନ ରହିଲେ ଆପଣଙ୍କ ପାଇଁ ଲାଭଦାୟକ ହେବ। ଆଜି ମକର ରାଶି ବ୍ୟକ୍ତି ପରିବାର ବର୍ଗ ବନ୍ଧୁବର୍ଗଙ୍କ ସହିତ ଅନେକ ପ୍ରକାର ଝଡ଼ କଳହ ଏବଂ ଯୁକ୍ତିତର୍କ ଆସିପାରେ, ତେଣୁ ଏହା ପ୍ରତି ସଚେତନ ରହିଲେ ଆପଣଙ୍କର ଦିନ ଅତି ସୁଖମୟ ପରିବେଶରେ କଟିବ। ନହେଲେ ଆପଣଙ୍କର ମାନସିକ ସ୍ଥିତି ଅସ୍ଥିରତା ଏବଂ ଆପଣଙ୍କର ଖରାପ ଦିନ ହବ। ଆଜି ମକର ରାଶି ବ୍ୟକ୍ତି ଯାହାକି ବେପାର ବାଣିଜ୍ୟ କରୁଥିଲେ ନିଶ୍ଚିତ ସଚେତନ ସହକାରେ ବେପାର ବାଣିଜ୍ୟ କରନ୍ତୁ। ଆପଣ ଅର୍ଥଜନିତ ଅନାବଶ୍ୟକ ଖର୍ଚ୍ଚ ଠାରୁ ଦୂରତା ଅବଲମ୍ବନ କରନ୍ତୁ। ଆଜି ଧାର ଉଧାର କରନ୍ତୁ ନାହିଁ। ତତ୍ସହିତ ଆଜି ମକର ରାଶି ବ୍ୟକ୍ତି ଦୂରଯାତ୍ରା କରୁଥିଲେ ସେ କାର୍ଯ୍ୟରେ ବିଫଳତା ସାମ୍ନା କରିବାକୁ ପଡ଼ିବ। ଆଜି ମକର ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଅନେକ ସ୍ତରରେ ଖରାପ ହବାର ଚାନ୍ସ ରହୁଛି। ପୂର୍ବରୁ ଯଦି ସ୍ୱାସ୍ଥ୍ୟ ସମସ୍ୟା ଥିବ ନିଶ୍ଚିତ ସଚେତନ ରୁହନ୍ତୁ। ଆଜି ମକର ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 9, ଭାଗ୍ୟ ରଙ୍ଗ ଆପଣ ଧଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 40% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କୁମ୍ଭ ରାଶି ବ୍ୟକ୍ତିଙ୍କ ବିଷୟରେ। କୁମ୍ଭ ରାଶି ବ୍ୟକ୍ତି ଆଜି ସମସ୍ତ ପ୍ରକାର କାର୍ଯ୍ୟରେ ଆପଣ ସଫଳତା ପାଇବେ। ପୂର୍ବରୁ ଅଟକି ଯାଇଥିବା କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ କରିବାର କ୍ଷମତା ଦେଖାଦେଉଅଛି। ଆଜି କୁମ୍ଭ ରାଶି ବ୍ୟକ୍ତି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ଗ୍ରହମାନେ ଆପଣଙ୍କୁ ସମ୍ପୂର୍ଣ୍ଣ ଶୁଭ ଯୋଗ ରହିଛନ୍ତି। ଆଜି କୁମ୍ଭ ରାଶି ବ୍ୟକ୍ତି ବିଶେଷ କରି ଚାକିରି ସମ୍ବନ୍ଧରେ କାର୍ଯ୍ୟକୌଶଳ ସମସ୍ତଙ୍କୁ ଦୃଷ୍ଟି ଆକର୍ଷଣ କରିପାରେ ଏବଂ ଆନନ୍ଦିତ ରହିପାରନ୍ତି। ଆଜି କୁମ୍ଭ ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ଭାଗ୍ୟ ଉତ୍ତମ ଯୁଗ ପରିସ୍ଥିତି ବନାଉଛନ୍ତି। ତେବେ କୁମ୍ଭ ରାଶି ବ୍ୟକ୍ତି ଆଜି ରାଜନୈତିକ ସାମାଜିକ କ୍ଷେତ୍ରରେ ଗ୍ରହମାନେ ଆପଣଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ଆପଣଙ୍କର ମାନ ସମ୍ମାନ ପ୍ରତିଷ୍ଠା ଲାଭ କରିବାର ଉତ୍ତମ ଯୁଗ ରହୁଛି। ଆଜି କୁମ୍ଭ ରାଶି ବ୍ୟକ୍ତି ଯେଉଁମାନେ ପ୍ରେମ ସମ୍ବନ୍ଧରେ ଜଡ଼ିତ ଅଛନ୍ତି ଆଜି ମଧୁର ବାର୍ତ୍ତାଳାପର ଉତ୍ତମ ଯୁଗ ରହୁଛି। ନୂତନ ପ୍ରେମର ବାର୍ତ୍ତାଳାପ କରିବା ପାଇଁ ଗ୍ରହମାନେ ଆପଣଙ୍କୁ ସହଯୋଗ କରୁଛନ୍ତି। ତତ୍ସହିତ ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ପରିବାର ବର୍ଗ ଏବଂ ବନ୍ଧୁବର୍ଗଙ୍କ ସହିତ ଆଜି ଭଲ ବୁଝାମଣା ରହିବା ସହିତ ସମ୍ପର୍କ ଆପଣଙ୍କ ଅନେକ କ୍ଷେତ୍ରରେ ଭଲ ରହିବ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ କୁମ୍ଭ ରାଶି ବ୍ୟକ୍ତି ଆଜି ବେପାର ବାଣିଜ୍ୟ କରୁଥିଲେ ଅନେକ ପ୍ରକାର ଲାଭ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ତେଣୁ ନୂତନ ବେପାର ବାଣିଜ୍ୟ ନିଷ୍ପତ୍ତି ନେବା ପାଇଁ ଗ୍ରହମାନେ ଆପଣଙ୍କୁ ଆଜି ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ଆଜି କୁମ୍ଭ ରାଶି ବ୍ୟକ୍ତି ଆପଣ ନିଶ୍ଚିତ ପୂର୍ବରୁ କରିଥିବା ପରିଶ୍ରମର ସଫଳତା ପ୍ରାପ୍ତ କରିବାର ଉତ୍ତମ ଯୁଗ ରହୁଛି। ତେବେ କୁମ୍ଭ ରାଶି ବ୍ୟକ୍ତି ଆଜି ଅର୍ଥଜନିତ କୌଣସି ଯାହାକି କ୍ଷେତ୍ରରେ ଆପଣ ଧାର ଉଧାର କରିପାରନ୍ତି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି, ଅର୍ଥାତ୍ ସହଯୋଗ କରିପାରନ୍ତି ଗ୍ରହମାନେ। ଆଜି କୁମ୍ଭ ରାଶି ବ୍ୟକ୍ତି ଯାହାକି କୌଣସି ଦୂରଯାତ୍ରା ଯଦି କରୁଛନ୍ତି ସେ ଦୂରଯାତ୍ରା ଆପଣଙ୍କ ପାଇଁ ଲାଭଦାୟକ ଏବଂ ସେ କାର୍ଯ୍ୟ ପାଇଁ ଯାଉଛନ୍ତି ଯୋଉ କାର୍ଯ୍ୟ ପାଇଁ ସେ କାର୍ଯ୍ୟ ନିଶ୍ଚିତ ସଫଳତା ହେବ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ କୁମ୍ଭ ରାଶି ବ୍ୟକ୍ତି ଆଜି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ। ପୂର୍ବରୁ ଯଦି କିଛି ସ୍ୱାସ୍ଥ୍ୟ ସମସ୍ୟା ଥିବ ତାହା ଆଜି ସମାଧାନ ହବାର ଅନେକ ଚାନ୍ସ ରହୁଛି। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 7,
भाग्य रंग आपण बैगणी रंग व्यवहार करें एवं ग्रह माने आपको आज 85% साथ दौरान। एबे चलंतु जानिबा मीन राशि व्यक्ति विषय। मीन राशि व्यक्ति आज आपणकर प्रत्येक कार्य आपण को धैर्य सहकारे करने को पड़िबो। आवश्यक स्थले आपण मानसिक स्थिति को स्थिर रखी कार्य करिले समस्त कार्य रे आपण सफलता प्राप्त करिवे। यदि मन को स्थिर रखी कार्य न करिवे तेबे अनेक क्षेत्र रे आपण विफलता सामना करबा को पड़िबो। तेबे मीन राशि व्यक्ति आज गुरुत्वपूर्ण निष्पत्ति ठारू टिके दूरता अवलंबन करिले ताहा आपणक पई लाभदायक हेबो। आज मीन राशि व्यक्ति चाकरी संबंध रे कार्य गुडिक आपणको चाप सृष्टि करि पारे जहा पई आपणकर मानसिक चाप अधिक बढ़ी पारे। आज मीन राशि व्यक्ति शिक्षार्थी विद्यार्थी मानकर आज एकाग्रता कमी जाई पारे, पाठ पढ़ा अवहेला युक्त रही पारे। एहा प्रति सचेतन रुहंतु मीन राशि व्यक्ति। आज मीन राशि व्यक्ति राजनीतिक सामाजिक क्षेत्र रे आपणकर भाग्य जहा कि शुभ युग परिस्थिति बनाउछि आपणकर प्रतिष्ठा लाभ करिवार पूर्ण सुजोग रहउछि। आज मीन राशि व्यक्ति शत्रु मान को पराजित करि पारंती किंतु निजर बुद्धि प्रयोग करी एहा क्षेत्र रे ध्यान दबार आवश्यकता रहिछि। आज मीन राशि व्यक्ति जहा कि प्रेम दुनिया रे जो माने जड़ित अछंती आज प्रेम पई आदु भल दिन होई न पारे। तेणु नूतन प्रेम वार्तालाप पई दूरता अवलंबन करंतु। परिवार वर्ग एवं बंधु वर्गक सहित किछि मनांतर जुग रहुछि। तेणु एहा प्रति आपण सचेतन रहिबा सहित कलह जुक्ति तर्क ठारू दूरता अवलंबन करंतु। आवश्यक स्थले चुप रुहंतु। आज मीन राशि व्यक्ति जहा कि व्यापार वाणिज्य क्षेत्र रे आपण आशा अनुसार लाभ करि न पारंती किंतु क्षति मध्य हबो नाही। तेणु जो माने दैनंदिन व्यापार वाणिज्य करूछंती निश्चित सचेतन सहकारे व्यापार वाणिज्य करिले आपण लाभ प्राप्त करिवार उत्तम युग बनै पारे। आज मीन राशि व्यक्ति जदि दूर यात्रा करूछंती आपण सचेतन सहकारे दूर यात्रा करंतु एवं आपणकर दूर यात्रा भाग्य मध्यम धरण रे रहुछि। जदि स्वास्थ्य समस्या थिबो आज आहुरी अधिक बढ़ी जिबार अनेक चांस रहुछि। आज मीन राशि व्यक्तिंकर भाग्य संख्या रहिछि जहा कि 5। भाग्य रंग आपण धला रंग व्यवहार करि परिबे एवं ग्रह माने आपण को आज 70% साथ दउछंती। ओम विष्णवे नमो। नमस्कार।